Okay. Good morning, students. ଆଜି ଆମେ discussion କରିବା what is the difference between primary data and secondary data. Okay, primary data କଣ ଆଉ secondary data କଣ ମୁଁ ଏଟା already ତମକୁ previous class ରେ already ତମକୁ ପଢେଇ ସାରିଛି। ଆଜିକାଲି discussion କରିବା କି ତାଙ୍କର difference ତା ଭିତରେ କଣ ରହୁଛି। Okay. First ହେଲା primary data କଣ? Primary data it implies the data gathered by the researcher or his or him team directly from the sources of origin for the definite purpose, and secondary data is refers to the data used in research by the investigator who is originally gathered by some other person or organization for some other purposes. The primary data ହେଲା जो डाटाटा आमे ओरिजिनली डायरेक्टली कलेक्ट करूचे सोर्स डायरेक्ट सोर्स रू आमे कलेक्ट करूचे जो किछिटा डेफिनाइट पर्पस पई किछिटा डायरेक्ट पर्पस पई किंतु सेकेंडरी डाटा माने कोन जो डाटा गुडाक ऑलरेडी इन्वेस्टिगेटर माने यूज करि सारिचंती ताको आमे यूज करबा फॉर सम अदर पर्पस जेमति कहले कि को एजेंसी कि को ऑर्गेनाइजेशन ऑलरेडी डाटा कलेक्ट करिचंती ऑर्गेनाइज करिचंती रेकॉर्ड करिचंती फाइंडिंग्स पाइचंती ମୁଁ ସେଇ ଡାଟାଟାକୁ ୟୁଜ କରିକି କଣ କରୁଛି ଅଲଗା ସୋର୍ସେସ ପାଇଁ ୟୁଜ କରୁଛି ସେକେଣ୍ଡାରୀ ଡାଟାଟାକୁ ତ ତାଙ୍କର ପର୍ପୋଜ ଅଲଗା ଥିଲା ମୋର ପର୍ପୋଜ ଅଲଗା ଓକେ ଦେନ୍ ରିଅଲ ଟାଇମ ଡାଟା ପ୍ରାଇମେରୀ ଡାଟାଟା ହେଲା ରିଅଲ ଟାଇମ ଡାଟା କାହିଁକି ନା ଯୋଉ ଡାଟାଟା ମୁଁ କଲେକ୍ଟ କରୁଛି ସେଇଟା ଏବେକାର ମାନେ ଆଜିକାର ଟ୍ରେଣ୍ଡରେ ଯୋଉଟା ପ୍ରୋବ୍ଲେମ ଚାଲିଛି ତାକୁ ନେଇକି ସେ ଡାଟାକୁ କଲେକ୍ଟ କରାଉଛି କିନ୍ତୁ ସେକେଣ୍ଡାରୀ ଡାଟା କଣ ପାଷ୍ଟ ଡାଟା ଯଦି ମୁଁ ଏବେ ସେକେଣ୍ଡାରୀ ଡାଟାକୁ କଲେକ୍ଟ କରିକି ନା ତାକୁ ରେକର୍ଡ କରୁଛି ତାହେଲେ ସେ କଣ ମାନେ ବର୍ଷେ 2 ବର୍ଷ 3 ବର୍ଷ 4 ବର୍ଷ ପୁରୁଣା ଡାଟା ହେଇଥିବ କିନ୍ତୁ ପ୍ରାଇମେରୀ ଡାଟା ଯୋଉ ଡାଟା କଲେକ୍ଟ କରିକି ସେଟା ହେଲା ଏବେକାର ଡାଟା ଏଇ ବର୍ଷର ଡାଟା ହେଇଥିବ then primary data is pure and raw ଯେମିତି କହିଥିଲି ମାନେ ର ମାନେ ମତେ ହିଁ ଡାଟା କଲେକ୍ଟ କରିବାର ଅଛି ମତେ ହିଁ ତାକୁ ରେକର୍ଡ କରିବାର ଅଛି ମତେ ହିଁ ତାକୁ ପ୍ରୋସେସ କରିବାର ଅଛି ତ ସେ ଯୋଉ ଡାଟାଟା କଲେକ୍ଟ ହେଇଥିବ ସେଟା ପୁରା ର ହେଇଥିବ ସେଥିରେ କିଛି ଫିଲ୍ଟର ନଥିବ କିଛି ରିଫାଇଣ୍ଡ ଫର୍ମ ହେଇନଥିବ କିନ୍ତୁ ସେକେଣ୍ଡାରୀ ଡାଟା ଯୋଉଟା ମୁଁ ରେକର୍ଡ କରିବି ଇଟ୍ସ ଇନ୍ ରିଫାଇଣ୍ଡ ଫର୍ମ ମାନେ ସେ ଡାଟା ଆଉ କିଏ କଲେକ୍ଟ କରିଥିବ ରେକର୍ଡ କରିଥିବ ତାର କନକ୍ଲୁଜନ ପାଇଥିବ ତ ସେ ସେଠି କଣ କରିଥିବ ଯୋଉ ଡାଟାଟା କଲେକ୍ଟ କରିଥିବ ତା ଭିତରୁ ସେ ସବୁ ଡାଟାକୁ ନେଇନଥିବ ତାର ଯେତିକି ରିଲେଭେଣ୍ଟ ସେତିକି ଡାଟାକୁ ହିଁ ସେ ରେକର୍ଡ କରିଥିବ ତ ସେଠି କଣ ହେଲା ସେ ରିଫାଇନ ହେଇଗଲା ସେ ପ୍ରୋସେସ ରିଫାଇନ ହେଇଗଲା ସେ ଡାଟାଟା ତ ଏଠି କଣ ହେଲା ଏଠି କିନ୍ତୁ ଯୋଉ ଫର୍ମ ଟା ଅଛି ତାର ର ଫର୍ମ ଅଛି ମତେ ଯେତିକି ଦରକାର ମୁଁ ସେଇ ହିସାବରେ ତାକୁ ରିଫାଇଣ୍ଡ କରିବି ଦେନ୍ ପ୍ରାଇମେରୀ ଡାଟା ପ୍ରୋସେସ ହେଲା ଟାଇମ କନଜ୍ୟୁମିଂ ସେକେଣ୍ଡାରୀ ଡାଟା ହେଲା କ୍ୱିକ୍ ଆଣ୍ଡ ଇଜି क्विक एंड इजी एथिपाई कि माने मते जल्दी ही प्रोसेस हो कारण मते डाटा ऑलरेडी मो पाखे अच्छी किंतु प्राइमरी डाटा टाइम कंज्यूमिंग कम पे मते डाटा कलेक्ट करार अच्छी ताको सिस्टमैटिकली रेकॉर्ड करार अच्छी ताको एनालिसिस करार अच्छी तार बहुत सारा प्रोसेस देकी जिबार अच्छी प्राइमरी डाटा कलेक्टेड एंड यूज्ड बाय सेम पर्सन बट सेकेंडरी डाटा इज डिफरेंट पर्सन कहीं ना सेकेंडरी डाटा रे डाटा आउ की कलेक्ट करची रेकॉर्ड करची मते तांको डाटा आनी कि मु ताको यूज करुची तो सेठी कलेक्टर जणे अछि माने जे जणे कलेक्ट करछि से आउ गोटे पर्सन जे यूज करबे से आउ गोटे पर्सन କିନ୍ତୁ ପ୍ରାଇମେରୀ ଡାଟାରେ ସେମ୍ ପର୍ସନ ଯିଏ ସେ ଡାଟା କଲେକ୍ଟ କରିବ ସେ ହିଁ ଡାଟାକୁ ୟୁଜ କରିପାରିବ କାରଣ ସେଟା ଫର୍ଷ୍ଟ ଟାଇମ ପାଇଁ ହଉଛି ଦେନ୍ ଫ୍ୟାକ୍ଟ ଆଣ୍ଡ ଫିଗର୍ସ ପ୍ରାଇମେରୀ ଡାଟା ଇଜ ଫ୍ରେଶଲି କଲେକ୍ଟେଡ ଫର ଦ ପ୍ରୋଜେକ୍ଟ and secondary data is already collected and recorded primary data ମୁଁ ଯଦି ଗୋଟେ ପ୍ରୋଜେକ୍ଟ ବନଉଛି ତା ପାଇଁ କି କଲେକ୍ଟ କରୁଛି ତ ମୋର ପର୍ପୋଜ ବି ସେମ୍ ରହିବ ମୋର ଫ୍ରେଶଲି କଲେକ୍ଟେଡ ଡାଟା ବି ମିଳିବ ଆଉ ମୋର ମାନେ ଯୋଉ ପର୍ପୋଜ ଟା ଥିବ ସେଇଟା ଫୁଲଫିଲ ହବ କିନ୍ତୁ ସେକେଣ୍ଡାରୀ ଡାଟାରେ ଫ୍ୟାକ୍ଟ ଆଉ ଫିଗର କଣ ଆଉ କିଏ ରେକର୍ଡ କରିଛି ଆଉ କିଏ କଲେକ୍ଟ କରିଛି ତାକୁ ମୁଁ ଅଲରେଡି ଯୋଉଟା ରେକର୍ଡ କଲେକ୍ଟ ହେଇସାରିଛି ସେଇ ଫ୍ୟାକ୍ଟ ଆଉ ଫିଗର କି ୟୁଜ କରୁଛି ଦ୍ୟାଟ ଇଜ ସେକେଣ୍ଡାରୀ ଡାଟା primary data related to the objective of the researcher and secondary data is adjusted or used according to the need primary data ହେଲା related to the objective of the researcher ମାନେ ଯୋଉଟା ଆମର ଅବଜେକ୍ଟ ଯୋଉଟା ମାନେ ଯୋଉକୁ ପର୍ପୋଜ ଯାହାକୁ ବେସ୍ କରିକି ଆମେ ରିସର୍ଚ୍ଚ କରୁଛେ ତାକୁ ହିଁ ନେଇକି ଆମେ ଆଗକୁ ଫର୍ଦର ରିସର୍ଚ୍ଚ କରିବା କିନ୍ତୁ ସେକେଣ୍ଡାରୀ ଡାଟା ମାନେ କଣ ଯୋଉଟା କି ଆଡଜଷ୍ଟେଡ ଅର ୟୁଜ ଆକର୍ଡିଂ ଟୁ ଦ ନିଡ ମାନେ ଯୋଉ ଯେତିକି ସେଇ କଲେକ୍ଟ ଯେ କରିଛି ଡାଟା ସିଏ କଣ କରିଥିବ ସେଇ ଡାଟା ଗୁଡାକ ୟୁଜ କରିଥିବ ସେଇ ଡାଟା ଗୁଡା ରେକର୍ଡ କରିଥିବ ଯୋଉ ଗୁଡାକ ତାର ଦରକାର ହେଲା ଦେନ୍ tools for research questionnaire interview observation and test first la questionnaire what is questionnaire it is a data gathering instrument through which respondent answer and question or respondent to the statement in writing and it consists of series of questions or statements that are submitted to those from which the information is desired तो questionnaire माने मु question करूची respondent माने जे answer द माने जे response करिवो
So it is a data gathering instruments through which respondent answer the question or respond to the statement in writing. तो ମୁଁ जो क्वेश्चन गुड़ा କରିଛି ମାନେ ଗୋଟେ क्वेश्चन ମୁଁ ତିଆରି ପ୍ରିପେୟାର କରିଛି 5-6ଟା क्वेश्चन ଅଛି ତ ମତେ ଯଦି ସେ ଆନ୍ସର ଦେବେ ରାଇଟିଂ ଫର୍ମ ରେ ଦେବେ ରେସ୍ପନ୍ସ କରିବେ and it consists of series of questions or statements that are submitted to those which for those from which the information is desired. तो information मते जहाटू कलेक्ट जो हिसाब रे कलेक्ट करार अछि जो स्टेटमेंट रे कलेक्ट करार अछि मु सेही हिसाब रे मते मते डाटा को सबमिट करा जिवो देन टाइप्स गोटे हला क्लोज फॉर्म और गोटे ओपन फॉर्म क्लोज फॉर्म माने कोन हला क्लोज फॉर्म माने हला द क्वेश्चन दैट आर कलेक्टेड फॉर द सर्ट check mark and responses are known as the restrict or closed type and it is easy to fill up and it take less time is fairly easy to tabulate and analysis ଯେମିତି କି ଧର ମୁଁ କହିବି କି ଆମର ଯୋଉ ଫ୍ୟାକଲ୍ଟି ମାନେ ଅଛନ୍ତି ତମମାନଙ୍କୁ ଡିଫରେଣ୍ଟ ଡିଫରେଣ୍ଟ ସବଜେକ୍ଟସ୍ ପଢଉଛନ୍ତି ମୁଁ କହିବି କି ସେମାନଙ୍କ ଭିତରୁ କାହାର ଟିଚିଂ ଷ୍ଟାଇଲ ତମକୁ ଭଲ ଲାଗୁଛି କାହାର ପିପିଟି ପ୍ରେଜେଣ୍ଟେସନ ଷ୍ଟାଇଲ ତମକୁ ଭଲ ଲାଗୁଛି ସମସ୍ତଙ୍କର ଡିଫରେଣ୍ଟ ହେଇଥିବ ତ ମୁଁ ସେଠି କଣ କ୍ୱେଶ୍ଚିନ୍ ମୋର ବହୁତ ସର୍ଟ ୟେସ୍ ଅର୍ नो କି ଟିକ୍ ମାର୍କ ଆମର ଫ୍ୟାକଲ୍ଟି ମାନଙ୍କର ନେମ୍ ଥିବ ଟିକ୍ ମାର୍କ କରିବାର ଅଛି ତ ଏଇଟା କଣ ହେଲା ଏଇଟା ଗୋଟେ ମାନେ ମୁଁ ଗୋଟେ କ୍ୱେଶ୍ଚିନ୍ ବନେଇଲି କିଛିଟା 2-3ଟା କ୍ୱେଶ୍ଚିନ୍ ବନେଇଲି ତାଙ୍କ ଭିତରେ ଯୋଉ ଆନ୍ସର ଅଛି ସେଟା ହେଲା ରେଷ୍ଟ୍ରିକ୍ଟେଡ ୟେସ୍ ଅର୍ नो ତାଠୁ ଅଧିକ ତମେ ଲେଖିପାରିବନି ଟିକ୍ ମାର୍କ ମୁଁ 4 ଜଣ ଆମ ଫ୍ୟାକଲ୍ଟିଙ୍କ ନାଁ ଲେଖିଲି ତାଠୁ ଅଧିକ ଫ୍ୟାକଲ୍ଟି ତ ଆମର କେହି ନାହାନ୍ତି ତମେ ତାଠୁ ଅଧିକ ଲେଖିପାରିବନି ଦେନ୍ ଇଟ୍ ଇଜ ଇଜି ଟୁ ଫିଲ୍ ଆଉଟ୍ ତାକୁ ଫିଲ୍ଅପ୍ କରିବା ବହୁତ ଇଜି କାରଣ ଟିକ୍ ମାର୍କ କରିବାର ଅଛି ଏସ୍ ୱାଇ ଅର୍ ଏନ୍ ଲେଖିବାର ଅଛି ତ ଇଟ୍ ଟେକ୍ ଲେସ୍ ଟାଇମ୍ ଆଣ୍ଡ ଇଜି ଟୁ ଟାବୁଲେଟ୍ କରିବାକୁ ଇଜି ମାନେ ଟେବଲ ଫର୍ମରେ ପକେଇବାକୁ ଇଜି କେମିତି ମୁଁ 4 ଜଣଙ୍କ ନାଁ ଲେଖିଲି ଦେଖିଲି କି କେତେ ଜଣ ପିଲା ଅଛନ୍ତି ଆମ ବ୍ୟାଚରେ ସେମାନଙ୍କ ଭିତରୁ ଆମର କେତେ ଜଣ ପିଲା କୋଉ କୋଉ ଫ୍ୟାକଲ୍ଟିକୁ କେତେ ଥର ଚୁଜ୍ କରିଛନ୍ତି ତ ସେଠି କଣ ହବ ମୋ ପାଇଁ କି ଯଦି ଟେବୁଲରେ ମୁଁ ତାକୁ ଫର୍ମ କରିବାକୁ ଚାହୁଁଛି ସେଟା ବହୁତ ଇଜି ହବ ସେଇଭଳି ସେଟା ହେଲା କ୍ଲୋଜ ଫର୍ମ ଓକେ ଓପନ ଫର୍ମ କ୍ଲୋଜ ଫର୍ମ ମାନେ ଲିମିଟେଡ ରହିବ କିଛି ରେଷ୍ଟ୍ରିକ୍ସନ ରହିବ ସେଥିରେ ମତେ ଆନ୍ସର ଦବା ପାଇଁ ଓପନ ଫର୍ମ ମାନେ ଇଟ୍ କଲ୍ସ ଫର ଦ ଫ୍ରି ରେସ୍ପନ୍ସ ଇନ ଦ ରେସ୍ପଣ୍ଡେଣ୍ଟସ୍ own words the respondent frame and supplies his own response it provides for a greater depth of a response and it is difficult to interpret tabulate and analysis open form ମାନେ open ମାନେ ତମର ଯାହା ଇଚ୍ଛା ତମେ ସେଇଆ ଲେଖିପାରିବ ହେଲା ଯୋଉ ରେସ୍ପଣ୍ଡେଣ୍ଟ ମାନେ ଯିଏ ରେସ୍ପନ୍ସ ଦବ ତା ଓନ୍ ୱାର୍ଡ ୟୁଜ କରିକି କିଛି ବି ସେ ଫ୍ରେମ କରିପାରିବ କିଛି ବି ଲେଖିପାରିବ ମାନେ freely then it provides a greater depth of the response and it is difficult to interpret tablet and analysis जो रेस्पोंडेंट जी रहिले सी कौन करिवो डेप्थ रे आंसर दବାକୁ ପଡିବ କାହିଁକି ନା ମୁଁ ଏଠି କଣ କଲି କି ତମର ଆ ବିଷୟରେ ଅଭିଜ୍ଞତା କଣ ଏମିତି ଗୋଟେ କ୍ୱେଶ୍ଚିନ୍ ଲେଖିଦେଲି ଡ୍ୟାଶ 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 3ଟା ମୁଁ ଲାଇନ ଛାଡିଦେଲି ତାଙ୍କ ପାଇଁ ତ ସେମାନେ ଏବେ କଣ କରିବେ ଯାହା ବି ତାଙ୍କର ଆନ୍ସର ଅଛି ସେଟାକୁ ସେମାନେ କଣ କଣ ଏକ୍ସପ୍ଲେନ କରିକି ଲେଖିପାରିବେ ଯୋଉଠି ମତେ କ୍ଲୋଜ ଫର୍ମ ରେ ୟେସ୍ ନୋ ଟିକ୍ ମାର୍କ ରେ ଆନ୍ସର ଦବାକୁ ପଡୁଥିଲା ମତେ ଏଠି ଫ୍ରିଲି ସବୁ ଆନ୍ସର ଦବାକୁ ପଡିବ then it provides a greater depth of response and it is difficult to interpret tabulate and analysis ଯଦି ସମସ୍ତେ ଏତେ ବଡ ବଡ ପାରାଗ୍ରାଫ ଲେଖିବେ ମତେ ପଢିବା ପାଇଁ ଫାର୍ଷ୍ଟ ତ ଟାଇମ ଲାଗିବ ତାକୁ ଇଣ୍ଟରପ୍ରିଟ କରିବା ପାଇଁ ଟାଇମ ଲାଗିବ ତାକୁ ଗୋଟେ ଟେବୁଲ ଫର୍ମ ରେ ପୁଟ କରିବା ପାଇଁ ଟାଇମ ଲାଗିବ କାରଣ ଏଠି ସମସ୍ତଙ୍କର କିଛି ଆଉ କଣ ମାନେ ତ କିଛି ବାଉଣ୍ଡରୀ ରହିଲାନି ଯିଏ ଯାହାର ଯେମିତି ଥଟ୍ ସେ ସେମିତି ତାକୁ ମେନସନ କଲା ତ ଏଠି କଣ ହେଇଗଲା ଏଠି ହେଲା କି ଓପନଲି ସେମାନେ କହିଦେଲେ କିନ୍ତୁ ମତେ ତାକୁ ଟାବୁଲ ଫର୍ମ ରେ ମାନେ ଟେବୁଲେଟ ଫର୍ମ ରେ ପୁଟ କରିବା ପାଇଁ ଆନାଲିସିସ୍ କରିବା ପାଇଁ ସେଇଟା ମତେ ଟିକେ ଡିଫିକଲ୍ଟ ହବ Then, advantages it is economical way of collecting information and is the best tool for sector subject it allows group administration and cover a large group at the same time and it is easy to plan personal information can be obtained and it has great potentialities तो ଯେମିତି କି କହିଲି ମାନେ क्वेश्चनरी फॉर्म ର advantages କଣ କଣ ହେଲା ଫାର୍ଷ୍ଟ ହେଲା ଇକୋନୋମିକାଲ वे ମୁଁ ଗୋଟେ ପେପର A4 ସାଇଜ ପେପର 10ଟା ପ୍ରିଣ୍ଟ କରିଦେଲି ମୁଁ क्वेश्चन କଣ 10ଟା ପ୍ରିଣ୍ଟ କରିଦେଲି ତା ଭିତରେ ମୁଁ କଣ କରିବି ଯେତିକି ଜଣ ଆମର 10 ଜଣ ପିଲା ରହିଲେ ମୁଁ ସେମାନଙ୍କୁ ମୋର କ୍ୱେଶ୍ଚିନ୍ 10 ଜଣଙ୍କୁ ବାଣ୍ଟିଦେଲି ସରିଲା ତ ଏଠି କଣ ହେଲା ଇକୋନୋମିକାଲ 10 ଟଙ୍କା କି 15 ଟଙ୍କା ୟୁଜ କରିକି ମୁଁ ପେପର ଜେରକ୍ସ କରିଦେଲି ମୁଁ ତାଙ୍କୁ ପିଲାଙ୍କ ଭିତରେ ବାଣ୍ଟିଦେଲି ସେମାନେ ତାଙ୍କର ଆନ୍ସର ଦେଇଦେଲେ ମୁଁ ସେଇ ହିସାବରେ ମୋ ଡାଟାକୁ କଲେକ୍ଟ କରିଦେଲି ଇକୋନୋମିକାଲ ୱେ ହେଲା ଦେନ୍ ବେଷ୍ଟ ଟୁଲ ଫର ଦ ଷ୍ଟାର୍ଟର ସବଜେକ୍ଟ ଯଦି କିଛି ଗୋଟେ ଇମ୍ପୋର୍ଟାଣ୍ଟ ସବଜେକ୍ଟ ସେମିତି କିଛି ଥାଏ ଏଇଟା ବେଷ୍ଟ ମାନେ ଅଧିକ ଅଧିକ ଇକୋନୋମିକାଲ ୱେ ଯଦି ମୁଁ ଖୋଜିବି ତାହେଲେ ଏଇଟା ହେଲା ବେଷ୍ଟ କାହିଁକି ନା ମୁଁ ଏଇ ଟୁଲ କୁ ୟୁଜ କରିକି ମତେ ବଡ ବଡ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ ର ଆନ୍ସର ବି ମୁଁ ପାଇପାରିବି then it allow the group administration and cover a large group at the same time large group at the same time କଣ ମୁଁ କହିଲି ପେପର 100ଟା ପେପର ବଟ୍ 100ଟା ପିଲା ଭିତରେ ବାଣ୍ଟି ଦେଲି ସେମ ଟାଇମ 10 ମିନିଟ ସମୟ ଦେଲେ ସମସ୍ତଙ୍କୁ ଭରିବା ପାଇଁ ମୁଁ 10 ମିନିଟରେ ମୁଁ 100 ଜଣଙ୍କଠୁ ଡାଟା କଲେକ୍ଟ କରିଦେଲି
कम टाइम रे कम पैसा रे भी मोर ହେଇଗଲା କାମ। ଇଜି ଟୁ ପ୍ଲାନ୍ କରିବା ଇଜି, କାହିଁକି ନା ମତେ କେବଳ କ୍ୱେଶ୍ଚିନ୍ ହିଁ ବନେଇବାର ଅଛି ଆଉ ଚୁଜ୍ କରିବାର ଅଛି ମତେ କୋଉ ଫର୍ମ ରେ କ୍ୱେଶ୍ଚିନ୍ ଦରକାର, ଆନ୍ସର ଦରକାର, ଓପନ ଫର୍ମ ନା କ୍ଲୋଜ ଫର୍ମ। ଯଦି ଓପନ ଫର୍ମ ଦରକାର ତାହେଲେ ମତେ ତା ପାଇଁ ଲାଇନ୍ ଛାଡିବାକୁ ପଡିବ, ସେମାନେ ଫିଲ୍ଅପ୍ କରିବେ। କ୍ଲୋଜ ଫର୍ମ ହେଲେ ୟେସ୍ ନୋ ଅର୍ ସମ୍ ମଲ୍ଟିପଲ ଅପସନ୍ସ ଦବାକୁ ପଡିବ ମତେ। ଦେନ୍ पर्सनल इनफॉरमेशन कैन बी ऑप्टेड। ऊपर तुम लिखिदेव कि नेम, एड्रेस, तापर फोन नंबर मेंशन करदेले, मेल आईडी मेंशन करदेले, तले तुम क्वेश्चन आंसर तो तुम चाहे से पर्सनल इनफॉरमेशन भी रखिपर। देन इट हैज ए ग्रेट पोटेंशियलिटी, जेहेतु आम इकोनॉमिकल आम कम समय रे पारुची, तो ताहले कौन है आम सेटा इजी आउटा पोटेंशियलिटी भी से अधिक। कहीं लोक मैंने भी जो जोड़ा एक्सप्लेन कर फॉर्म टा ना, कहवा अपेक्षा लोक मैंने ओराली कहवा अपेक्षा लिखवाटा अधिक पसंद करती, तो से तुमको आहरी भल आंसर मिल पार। Then disadvantages: the mail of two questionnaire have low response rate. ହେଲା ମାନେ ଏଇଟା ଗୋଟେ ମାନେ ଏଇଟା ମୁଁ କହୁନି, ଏଇଟା ଗୋଟେ सर्वे କହୁଛି कि जो मेल माने अछंती माने मेल नंबर्स मानकर रेस्पोंडेंट रेट बहुत कम, माने से माने क्वेश्चनरी रो बेसी रेस्पॉन्स करते नहीं। देयर इज नो प्रोविजन ऑफ क्लैरिफिकेशन, कारण देख जिते मुझे जनक ओराली किसी पचारुची से तार जो माने जो एक्सप्रेशन जो इमोशन सहित से मत से कहीपर, लेखारे से मिल पार जमी देखि जोटा मु चाट रे जोटा मेंशन करूची, जोटा मु तुमको मैसेज रे लिखुची, तमे पढ़ी कि जेतिकी फील सेटा न करि परिबो, मते सामने रे तुमको सेटा कहि परिबी, तमे तार एक्चुअल अर्थटा बुझि परिबो कि तमे रागी के कहूच कि भलो रे कहूच कि तार भीतर तमर किछि सैडनेस अछि कि कोन अछि तमर फीलिंग्स कोन, सेटा हमें जानि परिबा। देन इट इज नॉट हेल्पफुल इन फाइंडिंग इंफॉर्मेशन अबाउट कॉम्प्लेक्स इमोशनल सब्जेक्ट। जेमति मु कहली किछि भी इमोशन सेतरे नथिबो, जदि मु लोक मानक इमोशन को सहित ऑब्जर्व करिया को चाहूची, ताले मते क्वेश्चनरी फॉर्म में सेटा मिल परिबानी। बिहेवियर जस्टिस इमोशंस रिमेन अननोटिस्ड। को वे देखो मु जन को क्वेश्चन करछि, से माने तार इच्छा नहीं आंसर दवा पई, क्वेश्चनरी फिल करे इच्छा नहीं, से मते रागी की से गुडा को खाली खाली करिवार अछि फॉर द फॉर्मालिटी, से खाली एंती टिक मार्क कर दी गला कि तार यस नो लिखि दी गला। तो सेटा कोन एडाले रिमेन अननोटिस्ड। जदि मु ताको एटी ओरली क्वेश्चन करिथांती से आंसर देथांता, ताहले सेटी कोन से रागी की कहूची तार इच्छा नहीं दवा पई कि खाली माने ओनली फॉर फॉर्मालिटी, कोन पाई से एंते दउची सेटा मु ता बिहेवियरटा देखि जानि पारथांती। एठी तो मु जानि परिबिनी कि नोटिस भी कर परिबिनी। देन इट हैज लैक ऑफ मोटिवेशन। ओके, माने हला लैक ऑफ मोटिवेशन माने हला माने मु जो अधिक गोटे देख मु तुमको गोटे क्वेश्चन करूची, ओरली गोटे क्वेश्चन कली, मु तो पचारि कि व्हाट इज द डिफरेंस बिटवीन प्राइमरी एंड सेकेंडरी डाटा, तमे ताको एक्सप्लेन कर देला। मते ता भीतर मु क्वेश्चन जेतो मु पचारुची, मोर आ गोटे क्वेश्चन अराइज हला हां कि कोन कि प्राइमरी डाटा और सेकेंडरी डाटा जो डिफरेंस तमे कहिला, एटा तमे कोउठु तमे फॉलो करछो कि कोउठु पढिछो। मते मु तुमको एटा मोर मते अराइज हला, मु जेतो क्वेश्चन पचारुची मोर अराइज हला, जानियार इच्छा थला, मु पचारली मो इंटरेस्ट रे। तो ये जो जिनसटा तुम कहल कि तुम को बुक रू पढ़ीच कि मु तुमको पढ़ेची कि तुमर आउ को ऑनलाइन सोर्स तुम जानिच कि केमिति जानिच, तुम सेटा एक्सप्लेन कल कि डिफरेंस बिटवीन प्राइमरी सेकेंड डाटा तुम कोड पढ़ीथिल कि केमिति जानिल। तो सेठी कोन होला मते मते जदि मु क्वेश्चन पचाउछि ना, मते आउ दि तीनटा क्वेश्चन मु ता भीतर अराइज हेई पारे, मु पचारि पारे। सेमिति हेले तुम निजे भी मोटिवेटेड फील करिवो, जेहेतु तुम से विषय रिसर्च करछो। किंतु जतबे क्वेश्चनरी फॉर्म तुम सेटा पर्टिकुलरली चारि पांचटा क्वेश्चन थिबा ताकू ही आंसर दवा पड़िबो, तो सेठी कोन हे जिवो, सेठी जिनसर बाउंड्री रहि गला, सेटा अधिक एक्सप्लेनेबल हेई परिबनी। जे रिसर्चर जे रिसर्च करूची से जेतेबेले रेस्पोंडेंट माने रेस्पॉन्स कला पर जेतेबेले आउथरे पढिबो ना, से चाहिले भी तार आउ किछि क्वेश्चन पचारियार इच्छा थिले भी से पचारि परिबनी, कारण ऑलरेडी से फॉर्म टा हेई सरलानी। आउ कोन से पुणी से 100 जन को खोजिकिना दबो हेई परिबनी ना सेटा। देन इंटरव्यू इज a technique of collecting information orally from others in a face-to-face situation, and it is a two-way method which permits an exchange of idea and information. तो इंटरव्यू माने कौन होला, एटा गोटे टेक्निक